କିଛି ଦିନର ମେହମାନ ଥିଲା ଆମର କ୍ରିପ୍ଟୋ ନା ବି ବଦଳା ହେଇଯାଇଥିଲା। କାରଣ ଆଗର ଗୋଟେ ପପି ଆଣିଥିଲୁ ଆମେ ଛୋଟଟେ, ତାକୁ ଇନଫେକ୍ସନ୍ ଏତେ ହେଇଯାଇଥିଲା, ପୁରା ପାଗଳା ଭଳିଆ ହେଉଥିଲା, ଆଗ୍ରେସିଭ୍ ବହୁତ ହେଉଥିଲା କି ତାକୁ ଟିକେ ଖାଇବା ପାଇଁ ତାକୁ କିଛି ବି ଆମେ ଦେଇପାରୁନଥିଲୁ। ବହୁତ ଡେଞ୍ଜର। ଲାଷ୍ଟକୁ ତା ନାଙ୍ଗୁଡ଼କୁ ଛିଣ୍ଡେଇକି ପୁରା ଇଏ ହେଇଗଲା, ରକ୍ତ ପୁରା ବାହାର କରିଦେଲା। ଇନଫେକ୍ସନ୍ ଏତେ ବଢ଼ିଯାଇଥିଲା ଆଉ ଦୁଇ ଜଣଙ୍କୁ ମାଆ ଛୁଆଙ୍କୁ ବି କାମୁଡ଼ିକି ତାପରେ 3 ଦିନ ପରେ ସେ ଡେଥ୍ ହେଇଯାଇଥିଲା। ତ ଇଏ ଆମର ପୁଣି ପଛରେ କ୍ରିପ୍ଟୋକୁ ଆଣିଲୁ। ଆଉ ଆଣିଲୁ କ'ଣ, ସାନ ପୁଅ ଧରିକି ପଳେଇ ଆସିଲା ପଛପଟରୁ। ମୁଁ ଭିଡ଼ିଓ ଦେଇଛି, ଆପଣମାନେ ଦେଖିଥିବେ। ଏତିକି ଛୋଟଟା ଥିଲା, ଗୁଲଗୁଲିଆଟେ ଡୋଲ ଡାଉଲ ହେଇକି ଥିଲା। ତାପରେ ତାକୁ ଆମେ ଡକ୍ଟର ପାଖକୁ ନେଇକି ଗଲୁ, କାହିଁକିନା ଭ୍ୟାକ୍ସିନ୍ ଦେବାର ଥିଲା। କାହିଁକି ବାହାରୁ ଯେହେତୁ ଆମେ ଆଣିଥିଲୁ, ତାକୁ ଫାଷ୍ଟ କେଉଁ ଭ୍ୟାକ୍ସିନ୍ ଦିଆହେବ ଆମର ତ ଏତେ ଆଇଡ଼ିଆ ନଥିଲା। ପ୍ରଥମେ କୁକୁରଟେ ରଖିଛୁ, ତ ଗୋଟେ ଛୋଟ ପପିଟେ। ତ ଚାଲନ୍ତୁ, ତାର ଏମିତି ଥିଲା, କିଛି ଦିନର ମେହମାନ ଥିଲା। ସେ ବହୁତ ହସ ଖୁସି ମଜା ଘରେ ଥିଲା। ତାର ସେ ମଜା ବି କରୁଥିଲା, ଆଉ ବଲ୍ ଖେଳୁଥିଲା, ଆମ ସାଙ୍ଗରେ ଖେଳୁଥିଲା, ଦୌଡ଼ାଦୌଡ଼ି କରୁଥିଲା। ବହୁତ ତାକୁ ଦେଖିକି ବି ଖୁସି ଲାଗୁଥିଲା। ତାର ସେବା ଯତ୍ନ ସବୁ ଚାଲିଥିଲା। ଆଉ ତାକୁ ତାପରେ ଧୀରେ ଧୀରେ କ୍ୟାନାଇନ୍ ଡିଷ୍ଟେମ୍ପର ହେଲା, ଯେଉଁଟାକି ତା ଦେହଟାକୁ ଆହୁରି ଖରାପ କରିଦେଲା। ତ ଚାଲନ୍ତୁ, ଏଇଠି ହେଉଛି ତାର କିଛିଟା ସ୍ମୃତି, ଯେଉଁଟାକି ଲାଷ୍ଟର ଗୋଟେ ଯେଉଁ ଟାଇମ୍ରେ ଡେଥ୍ ହେଲା ତାର, କିଛି ବି ମୁଁ ଭିଡ଼ିଓ ଆଉ କରିଲିନି, କାରଣ ମୁଁ ସେଇଟାକୁ ଉଚିତ ଭାବିଲିନି ଆପଣମାନଙ୍କ ସାମ୍ନାକୁ ଆଣିବା ପାଇଁ। ତ ଆଗର ଏଇ ଭିଡ଼ିଓ ଗୁଡ଼ାକ ମୋ ପାଖରେ ଥିଲା, ଯେଗୁଡ଼ାକ ସ୍ମୃତି କ୍ରିପ୍ଟୋର ଥାଉ, ମୋର ମୋବାଇଲରେ ଥାଉ, ଆପଣମାନଙ୍କ ପାଖରେ ଥାଉ। ତ ଚାଲନ୍ତୁ କିଛିଟା ଦେଖିନିଅନ୍ତୁ। କ୍ରିପ୍ଟୋ ଆମ ଘରେ କେମିତି 2 ମାସ ରହିଲା। ଅଗଷ୍ଟ 3ରେ ଆସିଥିଲା। ଆଉ ଆମର ଜଷ୍ଟ ଏଇ ତ କାଲି ଆମର 4:30 ବେଳକୁ ଡେଥ୍ ହେଲା ତାର। ସେ ଆମକୁ ଛାଡ଼ିକି ପଳେଇଲା। ତ ଚାଲନ୍ତୁ, ତା ଦେହ ବି ବହୁତ ଖରାପ ଥିଲା। ଆଉ ତାର କଥା ତ ବହୁତ ମନେ ପଡ଼ୁଛି। କିଛିଟା କ୍ଲିପ୍ ଏଇଗୁଡ଼ାକ ସବୁ ଅଛି, ତାକୁ ଡିଲିଟ୍ ମାରିବା ଆଗରୁ ମୁଁ ଆପଣମାନଙ୍କୁ ପାଖରେ ସେୟାର କରୁଛି। ଆପଣମାନେ ଦେଖିନିଅନ୍ତୁ କ୍ରିପ୍ଟୋ ମୋ ପାଖରେ କେମିତି ଥିଲା, କେବେ ଆସିଥିଲା, ଆଉ କେମିତି ଟାଇପ୍ର ସେ ଆସିଥିଲା, ଆଉ ଗଲାବେଳକୁ କେମିତି ଦେଖାଯାଉଥିଲା। ତ ଦେହ ଏତେ ଖରାପ ହେଇଯାଇଥିଲା। କ୍ୟାନାଇନ୍ ଡିଷ୍ଟେମ୍ପର ଏମିତି ମାରାତ୍ମକ ରୋଗ। ଆପଣମାନେ ଯଦି ଛୋଟ ପପିଟା ଆଣୁଛନ୍ତି, ତାକୁ ସାଙ୍ଗେ ସାଙ୍ଗେ ଯେଉଁ ଭ୍ୟାକ୍ସିନ୍ ଦେବା କଥା, ରେବିସ୍ ଭ୍ୟାକ୍ସିନ୍, ତ ଆମେ ନେଇକି ଗଲୁ। ଡକ୍ଟର କହିଲେ କି 3 ମାସ ନ ହେଲା ପର୍ଯ୍ୟନ୍ତ ରେବିସ୍ ଦିଆହେବନି, ଅଲଗା ଇଞ୍ଜେକ୍ସନ୍ କିଛି ଦେଲେନି। ଆଉ ଯେଉଁଟାକି କ୍ୟାନାଇନ୍ ଡିଷ୍ଟେମ୍ପର ତାକୁ ଧରିଦେଲା। ଆଉ ବାହାରୁ ଆସିଲା ବେଳକୁ ବହୁତ ଭଲରେ ସେ ଡୋଲ ଡାଉଲ ଥିଲା। ତାପରେ ଧରିଲା ବାହାରୁ, ଯେତେବେଳେ ଧରିଲା ଆଟାକ୍ କଲା। ଫାଷ୍ଟ ଷ୍ଟେଜ୍ରେ ସେ ଏତେ ଇଏ ଆମେ ଜାଣିପାରିଲୁନୁ। ଧୀରେ ଧୀରେ ତାର ପାରାଲିସିସ୍ ବି ହେଇଗଲା ଗୋଡ଼। ତାପରେ କାଲିକି 4:30 ବେଳକୁ ମୁଁ ଯେମିତିକି ସୁଇଟ୍ ପଟାଟୋ ସିଝେଇଥିଲି, ତାକୁ ନେଇକି ଦେବା ପାଇଁ ଯାଇଥିଲି। 4:30 ବେଳକୁ ତାର ନାସ୍ତା ଟିକେ ଖାଇବ ବୋଲି ଦେଲା ବେଳକୁ ସେ ଛଟପଟ ହେଇକି ଜୀବନ ଚାଲିଯାଇଥିଲା। ତ ଚାଲନ୍ତୁ, ଏଇଠି ଦେଖିନିଅନ୍ତୁ କିଛିଟା ଭିଡ଼ିଓ ଆପଣମାନଙ୍କ ପାଖରେ ରଖୁଛି, ଯେଉଁଟାକି ଆମ ପାଖରେ 2 ମାସର ମାତ୍ର ମେହମାନ ଥିଲା। ସେ ଆଗର ରଜର ଯିଏ ଥିଲା, ସେ ମାତ୍ର 3 ଦିନ ରହିଲା। ଏ 2 ମାସ ରହିଲା। ଆଉ ଆଣିଥିଲା ରବିବାର ଦିନ ନେଇକି ଆସିଥିଲା। ଆସିଲା ବେଳକୁ ଆଉ ଗଲା ବେଳକୁ ଶୁକ୍ରବାର ଦିନ ଥିଲା, କାଲି ଗତକାଲି ସେ ଚାଲିଗଲା। ତ ଚାଲନ୍ତୁ, ତା କଥା ତ ବହୁତ ମନେ ପଡ଼ିବ। ମିସ୍ ୟୁ କ୍ରିପ୍ଟୋ। ତ ଚାଲନ୍ତୁ, ସମସ୍ତଙ୍କ ପାଇଁ ଯେତିକି ଦିନ ଥିଲା ତାର ସ୍ମୃତି ବହୁତ ମନେ ରହିବ, ସବୁବେଳେ ପାଇଁ ମନେ ରହିବ। ଆଉ ବହୁତ ଦୁଃଖ ବି ଲାଗେ ବେଳେବେଳେ। ଏମିତି ପ୍ୟାଟ୍ମାନଙ୍କୁ ଆଣିକି ଯଦି ଦେହ ଖରାପ ହେଇଯାଏ, ତାଙ୍କ କଥା ମନେ ପଡ଼ିଯାଏ। ତେଣୁକରି ଦୁଃଖ ଲାଗେ। ତେଣୁକରି ନ ଆଣିବା ହିଁ ବେଟର୍ ସବୁଠାରୁ ମୋ ମତରେ। ମୁଣ୍ଡରେ ହାତ ଦେଇଦେଇଛି ସେ। କାନ ଦିଟା ଉଠେଇ ଦେଇଲୋ ବାପୁଲୋ, କି ଖୁସି। ଏମିତି ହେଲେ ଭଲ ନୁହଁ ରଜର। ଲୋ ତୁ ଶୋ। କାନ। 'ତୁ ଶୋ।
ଏ କାନ କ'ଣ ଉଠେଇ ଦେଇଛୁ? ଏଇଟା କ'ଣ? ଏଇଟା ଏଇଟା ହାତ ଇଏ କର, ଏମିତି ଏମିତି ଦେଖା, ବେକ ଦେଖା। ଓଲୋ ଓ ଶୋ, ଓ ଶୋ, ତୁ ଶୋ, ତୁ ଶୋ, ତୁ ଶୋ ଶୋ ଶୋ। ଆଖି ଦେଖେ, ଆଖି ଦେଖେ, ଦେଖେ ନିଦ ଆସିଯାଇଛି, ଦେଖୁଛୁ? ଆଚ୍ଛା, ଏମିତି ଆଉଁସା ହବ। କାନ ଦୁଇଟା ଟେକିକି ପେଟେ ଖାଇ ଦେଇଛି, ଏବେ ପୁରା ଘୁଙ୍ଗୁଡ଼ି ଆଉ ନାଇଁ। ରଜର ରଜର ଆ ଯିବା, ନେ ନେ ଯିବା, ବୁଲି ଯିବା, ବୁଲି ଯିବା। ରଜର ସେ ନହେଲେ ଏମିତି ରହେ କି? ସେ ତ କେତେ କେତେ ଖୁସିରେ ଦୌଡ଼ି ଦୌଡ଼ି ପଳେ। ଦେଖୁ ହଉଛି ତା ପେଟକୁ ଦେଖୁନୁ କେମିତି କରୁଛି। ସେ ଗୋଡ଼ଟାକୁ ଟେକିକି ଧରିଛି ପୁରା। ହେଇବା ସେଇଟା ସ୍ପ୍ରେଟା ମାରିଲ, ଟିକେ ସମୟ ରହିବା କାହିଁ। ସେଇ ଗୋଡ଼ଟା ହିଁ, ସେ ଗଣ୍ଠି ଜାଗାଟା। ହଁ ସେଇଠି, ସେଇଠୁ ହିଁ ହାତ ମାରିଲେ ସେମିତି ହଉଛି। ଏଇଠି କାଟୁଛି, ଏଇଠି କାଟୁଛି। ହେଇ ଦେଖେ, ସେ ତଳେ କୋଉଠି କ'ଣ ଫୁଟି ଫାଟି ଯାଇଛି କି କଣ୍ଟା ଫଣ୍ଟା? ଦେଖି ଦେଖାଯାଉଛି। ହାତ ଦାନ୍ତ ଲଗେଇଦେବ ଦେଖିକି। ହଁ ବା, ସେ ସେଇଦିନ ହିଁ ପଶିଛି, ଗଣେଶ ପୂଜା ଦିନ ଆମେ ଯୋଉ ଛାଡ଼ିକି ଯାଇନଥିଲୁ କି, ସେ ସେଇଠି ଖେଳୁ ଖେଳୁ ବୋଧେ ପଶି ଯାଇଛି। শো, শোনো, শো, এটি শো, শো 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 শো, টু শো, খালি খা শো, খালি খা শো, বদমাস শো। শো, ଏଠି ଶୋ ଶୋ ଶୋ, ତା ପାଇଁ ପରା ହେଇଛି ଏଠି ନାଇଁ। ସୋଫାରେ ଆମେ ବସିବୁନୁ କି? ତୁ ଏଇଠି ଶୋ, ତୋ ବେଡ଼ସିଟ୍ ପରା ହେଇଛି। ହେଇ ବାବୁ ନା, ଦେଖେ ଦେଖେ ତୋ ରଜରକୁ ଦେଖେ, ତୋ ରଜରକୁ ଦେଖେ, ତୋ ରଜରକୁ ଦେଖେ, ଦେଖେ ତୋ ରଜରକୁ। ଏଇ 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 এটাকে দেখে, এটাকে দেখে 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 দেখে, এটাকে এটাকে দেখে 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 দেখে। ଆଜି ସକାଳୁ ସକାଳୁ ପୂଜା କଲାବେଳକୁ ବହୁତ ମନ ପଡ଼ିଯାଉଛି ତା କଥା। କାହିଁକି ସେ ତ ମୁଁ ପୂଜା କରିବା ପାଇଁ ଛାତ ଉପରକୁ ଗଲାବେଳକୁ ଶୋଇଥାଏ। ଆଉ ତାପରେ ଏଇଠି ଭୋଗ ଯେତେବେଳେ ମୁଁ ସୂର୍ଯ୍ୟଙ୍କୁ ଦିଏ, ସେ ସେଇଠି ଚିପ୍ କହିଲେ ସେ ବସେ, ଆଉ ଛୁଏଁନି। ଆମ ପୂଜା ସାରିଲା ପରେ ଯାଇକି ସେ କିସମିସ୍ ଯେଉଁ ଭୋଗ ଦେଇଥାଏ ତାକୁ ଦିଏ, ସେ ସେଇଠିକି ଖାଏ ବସିକି। ତ ଚାଲନ୍ତୁ, ଆଜି ବହୁତ ମନେ ପଡ଼ିଯାଉଛି, ଖାଲି ଖାଲି ଲାଗୁଛି ସେ ଜାଗାଟା। ଏଇଠି ସେ ସବୁବେଳେ ଶୋଇଥାଏ। ଆଉ ଯେତେବେଳେ ମୁଁ ଘଣ୍ଟା ବଜେଇବା ଷ୍ଟାର୍ଟ କରେ, ମୋ ପାଖକୁ ପଳାଇଯାଏ। ଦର୍ଶକ ବନ୍ଧୁ, ଆଜି ମନରେ ଟିକେ ବି ଖୁସି ନାହିଁ।
କାଲି କ୍ରିପ୍ଟୋ ମୁଁ ଏବେ ପୂଜା ଘରେ ଅଛି। ଠାକୁରଙ୍କୁ ମୋର ପ୍ରଶ୍ନ, କ'ଣ ଦୋଷ କରିଥିଲା ଛୋଟ ଛୁଆଟା କ'ଣ ଦୋଷ କରିଥିଲା? ଏତିକି ମୋର ପ୍ରଶ୍ନ। ମୁଁ ପୂଜା କରୁଛି ଏବେ। କାଲି 4ଟା 4:30 ବେଳକୁ କ୍ରିପ୍ଟୋର ଦେହ ବେଶୀ ଖରାପ ହେଇଗଲା, ଆଉ ସେ ଚାଲିଗଲା। ଆଜି ଆଉ ଲେଟ୍ ନାହିଁ ପୂଜାରେ, କାହିଁକି ତା ପଛରେ ଟାଇମ୍ ପାର ହେଇଯାଏ। ତା ଦେହ ଭଲ ନଥିଲା, ତ ତାର ଦୋଷ କ'ଣ ଥିଲା? ପାପୀମାନଙ୍କୁ ଠାକୁର ବଞ୍ଚେଇକି ରଖିଛନ୍ତି ଦୁନିଆକୁ ଧ୍ୱଂସ କରିବା ପାଇଁ, କିନ୍ତୁ ସେ ତ ନିରୀହ ପ୍ରାଣୀଟା ଥିଲା। ଛୋଟ ଛୁଆଟେ, ଟିକିଟେ, 1.5 ମାସ ବି ହେଇନଥିଲା ଆମେ ଆଣିଥିଲୁ। ବଞ୍ଚିଥାନ୍ତା, କେତେ କଷ୍ଟ କରିଥିଲୁ ବଞ୍ଚିବା ପାଇଁ, ବଞ୍ଚିଲାନି। ରୋଗରେ ତାର ଦେହ ଖରାପ ହେଇଥିଲା, ତ ଚାଲିଗଲା। ଏଇଠି ମୋର ଠାକୁରଙ୍କ ପ୍ରଶ୍ନ, ଯଦି ତାକୁ ନେବାରେ ଥିଲା ଠାକୁର ଆଣୁଥିଲେ କାହିଁକି ଦୁନିଆକୁ? ଏତେ କଷ୍ଟ, ଯିଏ ତାର ସେବା, ଛୋଟ ଛୁଆଟା ଧରିକି ଯଦି ମନ କରିକି ଆସିଥିଲା, ତାହେଲେ ତାର ସେବା ଯତ୍ନ ସବୁ କରୁଥିଲା, ତାଠାରୁ ତାକୁ ଛଡ଼େଇ ନେଇଗଲେ। ଏତିକି ମୋର ପ୍ରଶ୍ନ ଠାକୁରଙ୍କୁ, ଏମିତି କଷ୍ଟ କାହିଁକି ଦେଲେ? ଠାକୁର ତାର ଉତ୍ତର ଦେବେ ନ ଦେବେ ମୁଁ ତ ଜାଣିନି, କିନ୍ତୁ ବହୁତ କଷ୍ଟ ହୁଏ। ଏତେ ସେବା ଯତ୍ନ ନେଇକି ତାକୁ ବଢ଼େଇଥିଲି। 2 ମାସ ମାତ୍ର ମୋ ଘରେ ରହିଲା। ଛୋଟଟେ ହେଇଥିଲା, ତାକୁ ଦେହ ଖରାପ ହେଲା ତ ପଳେଇ ଆସିଥିଲା। ତାକୁ ତା କୁଟୁ ନେଇ ଆସିଥିଲା ଛୋଟବେଳରୁ। ମୁଁ ଭାବିଥିଲି ହଁ ଛୁଆଟା ଆଣିଛି ଯଦି ଖୁସିରେ ରହୁ, ତାକୁ ଧରିକି ସ୍କୁଲ ଯିବ, ପାଠ ପଢ଼ିବ ମନ ଦେଇକି। ନେଇକି ଆସିଥିଲି, ମୁଁ ରଖିଥିଲି। ମନ ନଥିଲେ ବି ପ୍ରଥମେ ବାହାରର ତା ମା ପାଖରେ, ଷ୍ଟ୍ରିଟ୍ ଡଗ୍ ମା ପାଖରେ ରହୁ କହିକି ମନ ନଥିଲା। କିନ୍ତୁ ପୁଣି ପଛରେ ଭାବିଲି ଛୁଆଟା ଆଣିଛି ଯଦି ତାକୁ ରଖିବି, ଆଉ ତାର ସେବା ଯତ୍ନ ରଖିବି, ଯେମିତି ଗୋଟେ ଘରର ମେମ୍ବର ଭଳିଆ ହେଇକି ରହିବ। ଛୁଆଟା ବି ଖୁସି ହେବ। କୁଟୁ ନେଇ ଆସିଥିଲା ତ ଆଣିଥିଲା, ତା ଲାଗି କେତେ ବି ଛୁଆଟା କଷ୍ଟ ବି ପାଇଲା। ଆମେ ବି ଦିନକୁ ବୋଧେ 2 ଥର ଡକ୍ଟର ପାଖକୁ ଯାଉ। 2 ମାସ ହେଲାଣି ଡକ୍ଟର ପାଖରେ ଖାଲି ଦୌଡ଼ି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ, ପ୍ରାଇଭେଟ୍ ଭାବରେ ଏମିତି ଦେଖେଇକି ମେଡ଼ିସିନ ଗୁଡ଼ାକ ବି ଚାଲିଥିଲା। ତ କାଲି ତାର ଦେହ ଖରାପ ହେଇଗଲା ଆହୁରି ଜୋର। 4ଟା 4:30 ବେଳକୁ ସେ ଚାଲିଗଲା ସମସ୍ତଙ୍କୁ ଛାଡ଼ିକି। ଆଉ ତାର ସକାଳୁ ମନେ ପଡ଼ିଯାଉଛି, କୁଟୁ ଖାଇବାକୁ ଦେ, କୁଟୁ ତାକୁ ଟାଇମ୍ ହେଲା ଏକ୍ସରସାଇଜ କରେ, ଜଡ଼ା ତେଲ ମାଲିସ କରେ। ତାର ଝାଡ଼ା ପରିସ୍ରା ସବୁ କାମ ଛୁଆ 2ଟା କରୁଥିଲେ, ବାବୁନା ବି କରୁଥିଲା, ମୁଁ ବି କରୁଥିଲି। ତାର ଖାଇବା ପିଇବା ସବୁ ଦାୟିତ୍ୱ ବୁଝୁଥିଲି। ଆଉ ଏବେ ମନେ ପଡ଼ିଯାଉଛି ତା ଜାଗା ଯେଉଁଠି ଶୋଇଥିଲା, ଯେଉଁଠି ଖେଳୁଥିଲା, ସବୁ ମନେ ପଡ଼ିଯାଉଛି। ତେଣୁକରି କେହି ବି ବେଳେବେଳେ ମନେ ଭାବେ କି ହଁ ଆସୁ, ଗୋଟେ ଷ୍ଟ୍ରିଟ୍ ଡଗ୍କୁ ରଖିଲେ ତାକୁ ଗୋଟେ ଘର ବି ମିଳିଯିବ, ତାକୁ ଗୋଟେ ସାହାରା ମିଳିଯିବ। ଆଉ ବାହାରେ ଦେହ ଖରାପ ଅପେକ୍ଷା ଘରେ ଯଦି ଯତ୍ନରେ ରହିଲା ସେ ଭଲରେ ରହିବ। ତ ବେଳେବେଳେ ଏଇ ସବୁ ଦେଖିଲା ପରେ ଭାବୁଛି କେହି ନ ରଖିବା ହିଁ ଭଲ। ଆଉ ଖାସ୍ କରିକି ଯଦି ଛୋଟ ଛୁଆ ଯଦି ଖାଇବା ବନ୍ଦ କରିଦେଉଛି କି ଦେହ ଖରାପ ହେଇଯାଉଛି, ଜମାରୁ ଖାଇବା ଯେବେ ପର୍ଯ୍ୟନ୍ତ ଚାଲିଥିବା, ଆମର କ୍ରିପ୍ଟୋର ଖାଇବାଟା ଯେବେ ପର୍ଯ୍ୟନ୍ତ ଚାଲିଥିଲା ବହୁତ ଭଲ ଲାଗୁଥିଲା ଦେଖିବା ପାଇଁ। ଆଉ ଯେବେ ଖାଇବାଟା ଦେଲା ବେଳକୁ, ଚିକେନ୍ ପାଣି ବି ଦେଲା ବେଳକୁ ଖାଲି ମୁହଁ ବୁଲେଇଲା, ସେବେଠାରୁ ଆମକୁ ଡାଉଟ୍ ଲାଗୁଥିଲା କି ତା ଦେହ ଆହୁରି ଖରାପ ହେଇଯାଉଛି। ମେଡ଼ିସିନ ତ ଚାଲିଥିଲା, ସାଲାଇନ୍ ବି ଚାଲିଥିଲା, ସବୁ ଚାଲିଥିଲା, ବାକି ରହିଲାନି ଦୁନିଆରେ। ବହୁତ କମ୍ ଦିନ ପାଇଁ ଆସିଥିଲା ସେ ଆମ ପାଖକୁ ଆସିଥିଲା। ପୁରା କ'ଣ ତାର ଥିଲା କେଜାଣି, ସେ ଆମ ପାଖକୁ ଆସିଥିଲା, ସେବା ପାଇଲା, ଆଉ ତାର ଯତ୍ନ ବି ନିଆ ହେଉଥିଲା, ଚାଲିଗଲା। ବହୁତ ଦୁଃଖ ଲାଗେ। ତେଣୁକରି ଭାବୁଛି, ଆଉ ରଜରେ ବି ଆଗରୁ ଆସିଥିଲା, ଗୋଟେ ନେଇକି ପଳେଇ ଆସିଥିଲା ଗୋଟେ ଛୋଟ ଛୁଆଟାକୁ, ତାକୁ 3 ଦିନ ରଖିଲା, ଦେହ ଖରାପ ହେଇଗଲା ତାର ବି, ସେ ବି ଚାଲିଗଲା। ସେଇଥିପାଇଁ ଆଉ ରଖିବିନି ବୋଲି ଭାବୁଛି। ତ ବହୁତ ମନେ ପଡ଼ିଯାଉଛି। ଏବେ ପୂଜା କରୁଛି ସକାଳୁ। କାଲି ଧୂପ ଦେଇନଥିଲି ରାତିରେ, କାହିଁକି କ୍ରିପ୍ଟୋ ଚାଲିଗଲା ବୋଲି ମନଟା ବି ଭଲ ଲାଗିଲାନି, ଆଉ ଧୂପ ଦେଇନଥିଲି। ଏବେ ସକାଳୁ ପୂଜା କରୁଛି।
ଚାଲନ୍ତୁ ଆଉ କ'ଣ କରିବା, ଭୁଲିବାକୁ ତ ପଡ଼ିବ କିନ୍ତୁ ଟାଇମ୍ ଲାଗିବ ଟିକେ। ତା'ର ଛୁଆଟା 2 ମାସ ମାତ୍ର ରହିଥିଲା, ବେଶୀ ଦିନ ନାହିଁ। ଅଗଷ୍ଟ 3ରେ ଆସିଥିଲା, କାଲି ଆମର 10 ଅକ୍ଟୋବରରେ ଚାଲିଗଲା। କାଲି 10 ତାରିଖ ଥିଲା ଶୁକ୍ରବାର, ଆଉ ଆସିଥିଲା ଯେଉଁ ରବିବାର ଦିନ ଆସିଥିଲା, ଅଗଷ୍ଟ 3 ଥିଲା, ରବିବାର ଦିନ ଥିଲା। ଆଣିଲା ଯେତେବେଳେ ମୁଁ କହିଲି କୁଟୁ ଆଉ ତୁ ରଜରକୁ ଆଣିଥିଲୁ ନା ଶନିବାର ଦିନ କଳା କୁକୁର, କାହିଁକି ତାକୁ ଆଣିକି ଆସିଛୁ, ଆଉ ତାକୁ ଯା ଛାଡ଼ିକି ଆସିବୁ ଯା। ନା ଆଜି ତ ରବିବାର ଅଛି, କିଛି ହେବନି, ଆଉ ମୁଁ ରଖିବି ମାମା, ମୋତେ ହଁ କହିଦିଅ, ଇଏ କର। କେତେ ଛୁଆଟା ଖୁସିରେ ଆଣିଥିଲା, ଆଉ ବାଧ୍ୟ ହେଇକି ହଁ କହିଲି। ତା ବାପା ବି ରାଗିଲେ, ଛୋଟ ଛୁଆଟା ସେ ତା ମାଆ ଠାରୁ ନେଇ ଆସିଛ, ସେ କ୍ଷୀର ଖାଇବ, ଇଏ କରିବ, ସେ କରିବ କହିକି। ମୁଁ କହିଲି ହଉ, ତାକୁ ଛୁଆଟା ଯଦି ବୁଝୁଛି, ସ୍କୁଲ ଯିବା ପାଇଁ ରାଜି ହେଉନି, ହଇରାଣ କରୁଛି, ଯଦି ଯିବ କାଳେ କହିକି ମୁଁ ରଖିଲି। ସ୍କୁଲ ଡେଲି ଯିବାକୁ ଘରେ ପାଲା, କାହିଁକିନା ମୁଁ ସ୍କୁଲ ଯିବିନି, ଇଏ କରିବିନି, ସେ କରିବିନି, ବାହାନା ମାରିକି ରହିଯାଏ। ତ ମୁଁ ସେଇଥିପାଇଁ କହିଲି ସ୍କୁଲଟା ସେ ଯିବ, ଆଉ ତାକୁ ରଖିଦେବା। ଦେଖିଲା ବେଳକୁ ଆଉ ବଞ୍ଚିଲାନି, ଦେହ ଏତେ ଖରାପ ହେଇଗଲା। ଛୋଟବେଳେ ତ ବହୁତ ଭଲ ଥିଲା, ତାପରେ ଧୀରେ ଧୀରେ ଦେହ ଖରାପ ହେଲା, ଆଉ ନେଗ୍ଲେକ୍ଟ ବି ହେଇଗଲା। କ'ଣ ତାକୁ ଆମେ ବାହାରୁ ଆଣିଥିଲୁ ବୋଲି ଆମେ ଭାବିଲୁ, ବାହାରୁ ଆଣିଛୁ, ଆଉ ତାକୁ ଟିକେ ଭ୍ୟାକ୍ସିନ୍ ଦେଇଦେବା। କୁଟୁ ସାଙ୍ଗେ ସାଙ୍ଗେ କହିଲା ରେବିସ୍ର ଭ୍ୟାକ୍ସିନ୍ ଦେବା ପାଇଁ ନେଇଯାଉଛି ମାମା। ଆମେ ନେଇକି ଯାଇଥିଲୁ, କିନ୍ତୁ ଡକ୍ଟର କହିଲେ କି ନାଇଁ 3 ମାସ ନ ହେଲା ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ଦେଇ ହେବନି। ଆଉ ରେବିସ୍ର ସିନା ଭ୍ୟାକ୍ସିନ୍ ଦେଇ ହେବନି, ଅଲଗା କିଛି ଭ୍ୟାକ୍ସିନ୍ ଦେଲେ ଯେମିତିକି କ୍ୟାନାଇନ୍ ନ ଧରିଥାନ୍ତା, କିଛି ଅଲଗା ରୋଗ ନ ଧରିଥାନ୍ତା, ସେମିତି ବି ଭ୍ୟାକ୍ସିନ୍ ଦେଲେନି। ଆଉ ଦେଇଥିଲେ ମୁଁ ଭାବୁଛି ବୋଧେ କ୍ୟାନାଇନ୍ ହିଁ ଧରି ନଥାନ୍ତା, କ୍ୟାନାଇନ୍ ଡିଷ୍ଟେମ୍ପର ତାକୁ ହେଇଥିଲା। ତ ଏଇଟା ଫାଷ୍ଟ ଷ୍ଟେଜ୍ଟା ଥିଲା। ଆଉ କାଲି ଭଲ ଖାଇବା ପିଇବା ସବୁ ଭଲ ଥିଲା। ତାପରେ ପାରାଲିସିସ୍ ହେଇଗଲା, 4ଟା ଗୋଡ଼, 2ଟା ଗୋଡ଼, ଗୋଟେ ଗୋଡ଼, 2ଟା ଗୋଡ଼, ତାପରେ 4ଟା ଗୋଡ଼, ଏମିତି ହେଇକି ଧୀରେ ଧୀରେ ପାରାଲିସିସ୍ ହେଇଗଲା। ତାପରେ ସେ କାଲି ଚାଲିଗଲା। ତ ଚାଲନ୍ତୁ, ଭୁଲିବାକୁ ତ ପଡ଼ିବ ଧୀରେ ଧୀରେ, ଆଉ କାମ କିଏ ବନ୍ଦ କରିକି ରହିବ। ଆଉ ଏଇଆ ମନ ଦୁଃଖ ଲାଗୁଛି। ଆଉ ଭାବୁଛି ବୋଧେ ନ ଆଣିଲେ କୌଣସି ପେଟ୍ ହିଁ ଭଲ। ମୋତେ ବି ମୁଁ ରଖିଦେଲା ବେଳକୁ ଗୋଟେ ମୋହ ଲାଗିଯାଏ ନା, ଭଲ ଲାଗେନି। ନିଜ ମଣିଷକୁ ତ ଆଜିକାଲି ବଞ୍ଚେଇ ପାରୁନାହାନ୍ତି, ଏତେ ଖର୍ଚ୍ଚ କରିକି ନିଜର ଲୋକକୁ ହରେଇ ଦେଉଛନ୍ତି। ଆଉ ଏ ତ ପପିଟେ, କ'ଣ କରିବା। ସେ ଏଇଆ ଛୁଆଟା ଆସିଥିଲା, ଯଦି ଭଲ ହେଇଯାଇଥାନ୍ତା, ଖୁସିରେ ରହିଥାନ୍ତା, ଖାଇ ପିଇକି ଖୁସିରେ ଆମ ସାଙ୍ଗରେ ରହିଥାନ୍ତା। ଆଉ ବହୁତ ମନ ଦୁଃଖ ଲାଗୁଛି, ମନେ ପଡ଼ିଯାଉଛି ତାର ଖେଳନା ଫେଳନା ସବୁ କାଲି ଦେଇକିନି ତାକୁ ସବୁ ପଠେଇଲି। ତାର ଭିଡ଼ିଓ ମୁଁ ଜମାରୁ କରିଲିନି, କାହିଁକିନା ଯିବା ବେଳର ଭିଡ଼ିଓ ମୋତେ କାହିଁକି ଠିକ୍ ଲାଗେନି କରିବା ପାଇଁ। ଆମେ ତା ପାଖରେ ପୁରା ଥିଲୁ, ପାଣି ବି ଦେଲୁ, ତୁଳସୀ ପତ୍ର ଦେଲୁ, ସବୁ ଦେଲୁ। ସେ ତାକୁ ନେଇକି ତାପରେ ପୋତିକି ଆସିଲେ। ତ ଚାଲନ୍ତୁ, ପୂଜାଟା ମୁଁ କରିଦେଉଛି, ତାପରେ ଆପଣମାନଙ୍କ ସାଙ୍ଗରେ ପୁଣି କଥାବାର୍ତ୍ତା ହେବି।